ना ହେଇଛି ତ କହିଲି ପରା ଯୋଗ୍ୟ ହିତାଧିକାରୀ ଯିଏ ଥିବ ତାକୁ କାଟି ମାନେ କଟିଥିଲେ ମଧ୍ୟ ସେମାନେ ନିଶ୍ଚିତ ଭାବରେ ପାଇବେ ଆଉ ଯଦି ଯିଏ ଯୋଗ୍ୟ ହିତାଧିକାରୀ ନାହିଁ ନେଇଯାଇଛି ସେ କଟିବା କଥା କଟିବ। ସାର୍ ଏ ଯେଉଁ କିଟ୍ ଘଟଣା ଘଟିଲା ଆକୁ କେମିତି ଦେଖୁଛନ୍ତି ଆପଣ? କିଟ୍ ଘଟଣା ଯେଉଁ ଘଟିଲା ଆକୁ କେମିତି ଆପଣ ଦେଖୁଛନ୍ତି? ଓଡ଼ିଶା ନିନ୍ଦିତ ହେଲା। ନାଇଁ ସେଟା ତ ଏଇ ତଦନ୍ତ ଚାଲିଛି ଯାହା ଜଣାପଡ଼ିବ ସେଥିରେ ଏଇଟା ତ ନିଶ୍ଚିତ ଭାବରେ ଦୁଃଖଦ କଥା ଯେଉଁ ଘଟଣାଟା ଘଟିଲା ସେଟା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଦୁଃଖଦ କଥା। ତେଣୁ ତଦନ୍ତ ଚାଲିଛି ସେଥିରେ କମିଟି କରିଛନ୍ତି ସରକାର ଏବଂ ଇନକ୍ୱାରି ଚାଲିଛି ସେଥିରେ ଯାହା ଫଳାଫଳ ଆସିବ ସେଟା ଲୋକଲୋଚନକୁ ଆସିବ ଜଣାପଡ଼ିବ ଯେ କ'ଣ କାହାର କିଛି। ବିଜେପି କହୁଛି ଆପଣ ସୁରକ୍ଷା ଦେଉଥିଲେ ଅଚ୍ୟୁତ ସାମନ୍ତକୁ ସେ ଜମି ଜବରଦଖଲ କରିଥିଲେ ଜଙ୍ଗଲ ଜମି ସବୁ ଆପଣ ସୁରକ୍ଷା ଦେଉଥିଲେ। ନାଇଁ 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 ମୁଁ ଥରେ ବିଧାନସଭାରେ ଥିଲାବେଳେ ମଧ୍ୟ ଆମେ ଆଲୋଚନା କରିଛୁ ଯେହେତୁ ମାନେ ଅନେକ ଆଦିବାସୀ ପିଲାମାନଙ୍କୁ ପାଠ ପଢ଼ିବାର ଯେଉଁ ସୁଯୋଗ ସୃଷ୍ଟି ସେ କରୁଛନ୍ତି ତେଣୁ ଆମେ ମଧ୍ୟ ତାଙ୍କ ସପକ୍ଷରେ ସେତେବେଳକୁ ମତ ବି ଦେଇଥିଲୁ। ଆମେ ବିଧାନସଭାରେ ଥିଲାବେଳେ ମଧ୍ୟ ଏ କଥା ଉଠିଥିଲା ଥରେ। ସେତେବେଳେ ବି ବିଧାନସଭା ଆଲୋଚନା ହେଇଥିଲା ଜଙ୍ଗଲ ଜମି ଯେଉଁ ହାତେଇଛନ୍ତି। ସେଟା ତ ନାଇଁ ଜଙ୍ଗଲ ସାଂସଦ ନଥିଲେ ସେ ସେତେବେଳକୁ ସାଂସଦ ନଥିଲେ ସେତେବେଳେ ସାଂସଦ ସେ ନଥିଲେ ତା ପୂର୍ବ କଥା ମୁଁ କହୁଛି। ଆଜ୍ଞା ଜଙ୍ଗଲ ଜମି କେମିତି ନେଇଗଲେ ସରକାର ଆପଣ ସରକାର ଦେଇଦେଲେ ବୋଲି ବିଜେପି କହୁଛି ଆପଣ ସରକାର ସବୁ ଦେଇଥିଲେ ହାତ ଟେକି। କୌଣସି ସରକାର ଜଙ୍ଗଲ ଜମି କାହାକୁ ଦେଇପାରିବ ନାହିଁ। ଜଙ୍ଗଲ ଜମି ଦେବାର ସରକାରଙ୍କର କ'ଣ ଅଛି ସେଥିପାଇଁ ଗୋଟେ କେତେ ନୀତି ନିୟମ ରହିଛି ଜଙ୍ଗଲ ଜମି କିଭଳି ଭାବରେ କାହାକୁ ଦିଆ ହେଇପାରିବ। ବିଜେଡି ମିଶିଲେ ଆପଣ ଆକ୍ସନ ନେଲେନି ସେଥିପାଇଁ ବିଜେପି କହୁଛି ଯେହେତୁ ବିଜେଡି ମିଶିଗଲେ ସେଥିପାଇଁ ଆକ୍ସନ ନେଲେନି। ନାଇଁ ନାଇଁ ସେମିତି କିଛି ନାହିଁ ବିଜେଡ଼ିରେ ମିଶିଗଲା ବିଜେଡ଼ି ମିଶିଲା ପରେ ଜାଗା ନେଇଛି କି ତାଙ୍କର ଆଗରୁ ସାଂସଦ ହେବା ପୂର୍ବରୁ ସେ ଜାଗା ନେଇକରି ସ୍କୁଲ କରିଛନ୍ତି। ମୁଁ SC/ST କମିଟିରେ ଚେୟାରମ୍ୟାନ୍ ଥିଲାବେଳେ ମୁଁ ନିଜେ ଯାଇକି ଦେଖିଛି ତାଙ୍କ ସ୍କୁଲ କଲେଜ ଏମିତି କିଛି ନାହିଁ କିନ୍ତୁ ଜାଗା ଯେଉଁ ନେଇଛନ୍ତି ଯଦି ଇଲିଗାଲି କୋଉଟା ଥିବ ସେଇଟା ତ ଅଲଗା କଥା କିନ୍ତୁ ଯେଉଁଟା କରିଛନ୍ତି ମଧ୍ୟ ସେଥିରେ ଯଦି କେତେ ଲିଗାଲି ଅଛି ସେଇଟା